ଜଗତରେ ଯେଉଁ ସବୁ ପ୍ରେମ ହିସାବରେ ଚାଲିଛି ଇଏ ଏକ ପ୍ରବଞ୍ଚନାମୂଳକ, ଏକ ପ୍ରବଞ୍ଚନାମୂଳକ। ପ୍ରକୃତ ପ୍ରେମ ଏ ଜଗତରେ ନାହିଁ, ପ୍ରକୃତ ଭଲ ପାଇବା ଏ ଜଗତରେ ନାହିଁ। ଏଇ ପ୍ରସଙ୍ଗ ପିଙ୍ଗଳା ପ୍ରସଙ୍ଗରେ ଏକ ସୁନ୍ଦର କଥା ରହିଛି। ଯେମିତି ଆମେ ଗୋଟେ ଉଦାହରଣ ନେବା ଯେ ଉଜ୍ଜୟିନୀ, ଯେଉଁଟାକି ମାଳବ ଦେଶ କୁହାଯାଉଛି, ମାଳବ ଦେଶର ରାଜଧାନୀ ହେଉଛି ଉଜ୍ଜୟିନୀ। ଏ ଉଜ୍ଜୟିନୀ ରାଜା ଥିଲା ଭର୍ତ୍ତୃହରି। ଭର୍ତ୍ତୃହରି ନାମ ଶୁଣିଥିବ, ବିକ୍ରମାଦିତ୍ୟଙ୍କର ଭାଇ କୁହାଯାଏ ଭର୍ତ୍ତୃହରି। ଭର୍ତ୍ତୃହରିଙ୍କର 3 ଜଣ ରାଣୀ ଥିଲେ। 3 ଜଣ ରାଣୀ ମାନଙ୍କ ମଧ୍ୟରୁ ସାନ ରାଣୀ, ଛୋଟ ରାଣୀଙ୍କ ନାଁ ଥିଲା କ'ଣ? ପିଙ୍ଗଳା। ପିଙ୍ଗଳା ଦେଖିବାକୁ ଅତି ସୁନ୍ଦର। ରାଜା ବଡ଼ 2 ରାଣୀକୁ ଅବହେଳା କରି ପିଙ୍ଗଳା ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇଗଲେ। ଦିନ ରାତ୍ରି ସବୁବେଳେ ତାଙ୍କ ସହିତ ଅବସ୍ଥାନ କରୁଥିଲେ। ଆଉ ତାଙ୍କର ଏଇପରି ତଥାକଥିତ ପ୍ରେମ ପ୍ରତିରେ ଅତ୍ୟନ୍ତ ମୁଗ୍ଧ ହୋଇଯାଇଥିଲେ। ଦୈବବଶତଃ ଦିନେ ଗୋରକ୍ଷନାଥ ଏକ ସନ୍ନ୍ୟାସୀ ରାଜପ୍ରାସାଦ ଆସି ଉପସ୍ଥିତ ହୋଇଗଲା। ରାଜା ବହୁତ ଧାର୍ମିକ ଲୋକ। ଏଇପରି ସନ୍ନ୍ୟାସୀଙ୍କୁ ବହୁତ ଉତ୍ତମ ରୂପେ ସତ୍କାର କଲେ, ପରିଚର୍ଯା କଲେ। ତାଙ୍କ ସେବାରେ ଅତ୍ୟନ୍ତ ପ୍ରସନ୍ନ ହୋଇଗଲା। କିଏ? ଗୋରକ୍ଷନାଥ ସନ୍ନ୍ୟାସୀ। ଯିବା ସମୟରେ ରାଜାଙ୍କୁ ଗୋଟେ ଆମ୍ବ ଦେଉଛନ୍ତି, ଆମ୍ବ କହୁଛନ୍ତି, ହେ ରାଜା, ଆପଣ ଯଦି ଏଇ ଆମ୍ବଟି ଭକ୍ଷଣ କରିବେ ଚିର ଯୁବା ଅବସ୍ଥାରେ ଅବସ୍ଥାନ କରିପାରିବେ, ଦୀର୍ଘ ଆୟୁଷ ପ୍ରାପ୍ତ ହୋଇପାରିବେ। ସେହିପରି ଏ ଫଳଟା ଦେଇଗଲେ କିଏ? ଗୋରକ୍ଷନାଥ ସନ୍ନ୍ୟାସୀ କାହାକୁ? ରାଜାଙ୍କୁ। ରାଜା ଦେଖନ୍ତୁ, ସେ ରାଣୀଙ୍କର ପ୍ରତି ସେ ଚିନ୍ତା କଲେ, ଏ ଫଳ ଯଦି ମୁଁ ଖାଇବି ଚିର ଯୁବ ଅବସ୍ଥାରେ ଅବସ୍ଥାନ କରିବି, ଦୀର୍ଘ ଆୟୁଷ ମୁଁ ପ୍ରାପ୍ତ ହୋଇପାରିବି, ମୁଁ ଏହାକୁ ଭକ୍ଷଣ କରିବି ନାହିଁ। ମୋର ପ୍ରେୟସୀ, ଅତି ଅନ୍ତରଙ୍ଗ ପ୍ରେୟସୀ କିଏ? ପିଙ୍ଗଳା, ତାହାକୁ ମୁଁ ପ୍ରଦାନ କରିବି। ଏହି କଥା ଚିନ୍ତା କରି ସେ ଯଦି ସବୁବେଳେ ନବ ଯୁବତୀ ଅବସ୍ଥାରେ ଅବସ୍ଥାନ କରିବ ଆଉ ଏହିପରି ଦୀର୍ଘ ଆୟୁଷ ପ୍ରାପ୍ତ ହୋଇପାରିବ, ତାହେଲେ ସେ ମୋତେ ବହୁତ ପ୍ରେମ ପ୍ରଦାନ କରିପାରିବ। ଏହି ବିଚାର ବହୁତ ଜଗତ ପ୍ରେମଟା କିପରି ମାନେ ଧୋକାବାଜି। କିନ୍ତୁ ସେ ଦୁର୍ଭାଗ୍ୟବଶତଃ ପିଙ୍ଗଳା ରାଜାକୁ ଭଲ ପାଉନଥିଲା। ସେ ଭଲ ପାଉଥିଲେ କାହାକୁ? ସେନାପତି, ରାଜ୍ୟର ସେନାପତି, ତାହାକୁ ଭଲ ପାଉଥିଲେ। ଆଉ ରାତିରେ ତାହା ସହିତ ସହବାସ କରୁଥିଲେ। କାହା ସହିତ? ସେ ମାନେ ସେନାପତିଙ୍କ ସହିତ। ରାଜା କିପରି ମାନେ ଧୋକା ଦେଉଛି। ତେଣୁ ରାଜା ଏଇ ଫଳଟା ନେଇ ରାଣୀକୁ ଦେଲେ। ରାଣୀକୁ ଦେଲା, କହିଲେ, ତୁମେ ଯଦି ଏଇ ଫଳଟା ଭକ୍ଷଣ କରିବ, ତୁମେ ଚିର ଯୁବତୀ ଅବସ୍ଥାରେ ଅବସ୍ଥାନ କରିବ, ଦୀର୍ଘ ଆୟୁଷ ତୁମେ ପ୍ରାପ୍ତ ହୋଇପାରିବ। ସେହିପରି ରାଜା ପ୍ରେମରେ ଇଏ ଫଳଟା ଦେଲେ ତାଙ୍କ ରାଣୀ, ମାନେ ସାନ ରାଣୀ ପିଙ୍ଗଳା। ଇଏ ସେତେବେଳେ ଚିନ୍ତା କରିଛି, ମୁଁ ଯଦି ଏ ଫଳଟା ଭକ୍ଷଣ କରିବି, ମୁଁ ଚିର ଯୁବତୀ ଅବସ୍ଥାରେ ଅବସ୍ଥାନ କରିବି, ଦୀର୍ଘ ଆୟୁଷ ପ୍ରାପ୍ତ ହୋଇପାରିବି। କିନ୍ତୁ ମୋତେ ଯେ ସୁଖ ପ୍ରଦାନ କରୁଛି ସବୁଦିନ ରାତିରେ, ତାକୁ ଯଦି ମୋର ପ୍ରେମିକ କିଏ? ସେ ସେନାପତି, ତାକୁ ଯଦି ଫଳଟା ଦେବି, ସେ ଯଦି ଏଟା ଭକ୍ଷଣ କରିବ, ତାହେଲେ ସେ ଦୀର୍ଘ ଆୟୁଷ ପ୍ରାପ୍ତ ହୋଇପାରିବ, ନବଯୁବତୀ ଅବସ୍ଥାରେ ଅବସ୍ଥାନ କରିପାରିବ, ଆଉ ସେ ମୋତେ ଏହିପରି ସୁଖ ପ୍ରଦାନ କରିପାରିବ। ତ ଏଇ କଥା ଚିନ୍ତା କରି ପିଙ୍ଗଳା କ'ଣ କଲେ? ସେ ନିଜେ ଭକ୍ଷଣ କଲେ। ନିଜେ ଭକ୍ଷଣ ନ କରି କାହାକୁ ଦେଲେ? ସେ ସେନାପତିକୁ ଦେଲେ। ସେନାପତି ବାସ୍ତବରେ ସେ ପିଙ୍ଗଳାକୁ ଭଲ ପାଉନଥିଲେ। ତାର ପ୍ରେମ ଥିଲା ଏକ ବେଶ୍ୟାଙ୍କର ପ୍ରତି।
କିପରି ପ୍ରେମ ଏ ଜଗତରେ ତ ସେନାପତି ସେ ଭଲ ପାଉଥିଲେ ଏକ ବେଶ୍ୟାକୁ, ଅତି ସୁନ୍ଦରୀ ବେଶ୍ୟା, ସାଧାରଣ ବେଶ୍ୟା ନୁହଁ, ତାହେଲେ ସେନାପତି କାହିଁକି ତାକୁ ଭଲ ପାଇବ? ଅତି ସୁନ୍ଦରୀ ଏକ ବେଶ୍ୟାକୁ ଭଲ ପାଇବ। ସେ ଚିନ୍ତା କଲି ଏ ଫଳ ଯଦି ମୁଁ ଖାଇବି ମୁଁ ତ ନିତ୍ୟ ଯୁବକତ୍ୱ ଅବସ୍ଥା ପ୍ରାପ୍ତ ହେବି, ଦୀର୍ଘାୟୁଷ ପ୍ରାପ୍ତ ହେବି, କିନ୍ତୁ ତାଠାରୁ ଭଲ ମୁଁ ନ ଖାଇବି ମୋର ମୋତେ ଯେ ସବୁଦିନ ସୁଖ ପ୍ରଦାନ କରୁଛି, ପ୍ରେମ ପ୍ରଦାନ, ପ୍ରୀତି ପ୍ରଦାନ କରୁଛି, ସେ ଆନନ୍ଦ ଦେଉଛି, ସେଇ ବେଶ୍ୟାକୁ ଏ ଫଳଟା ଦେବ। ସେ ଯଦି ଏ ଫଳଟା ଭକ୍ଷଣ କରିବ ତାହେଲେ ଯୁବତୀ ଅବସ୍ଥାରେ ଅବସ୍ଥାନ କରିବ, ଦୀର୍ଘାୟୁଷ ପ୍ରାପ୍ତ ହେଇପାରେ, ମୋତେ ଏଇପରି ସୁଖ ପ୍ରଦାନ କରିବ। ତ ଫଳଟା ନେଇ ସେ କ'ଣ କରିଲେ ବେଶ୍ୟାକୁ ଦେଲେ। ବେଶ୍ୟାକୁ ଦେଇ ସେ ସେଟା କହୁଛି ତୁମେ ଯଦି ଫଳଟା ଭକ୍ଷଣ କରିବ ତୁମେ ଦୀର୍ଘ ଆୟୁଷ ପ୍ରାପ୍ତ ହେଇପାରିବ ଆଉ ସବୁବେଳେ ନବ ଯୁବତୀ ଅବସ୍ଥାରେ ଅବସ୍ଥାନ କରିପାରିବ। ତ ସେନାପତି ଫଳଟା ତାଙ୍କୁ ଦେଇ ସେ ଫେରି ଆସିଲେ। ବେଶ୍ୟା ଚିନ୍ତା କରୁଛି ଫଳଟା ନେଇ ମୁଁ ତ ଏକ କଦିକା ନାରୀ, ମୁଁ ଯଦି ଫଳଟା ଭକ୍ଷଣ କରିବି ମୁଁ ୟା କେତେ ପୁରୁଷଙ୍କୁ ସଙ୍ଗ ଦେଇଛି, କେତେ ପାପ ଅର୍ଜନ କରୁଛି, ଏଇଭଳି ନବ ଯୁବତୀ ଅବସ୍ଥାରେ ମୁଁ ଯଦି ଅବସ୍ଥାନ କରିବି, ଦୀର୍ଘାୟୁଷ ପ୍ରାପ୍ତ ହେବି, ଆଉ କେତେ ପାପ କର୍ମ ମୁଁ କରିଥିଲି। ତେଣୁ ଏ ଫଳଟା ସବୁଠାରୁ ଭଲ ହେବ ରାଜାଙ୍କୁ ଯଦି ଦେବି, ରାଜା ଏ ଫଳଟା ଯଦି ଭକ୍ଷଣ କରିବେ ତାହେଲେ ସେ ଦୀର୍ଘ ଆୟୁଷ ପ୍ରାପ୍ତ ହେଇପାରିବେ, ନବ ଯୁବକତ୍ୱ ଧାରଣ କରି ପ୍ରଜାମାନଙ୍କୁ ସୁଖରେ ପାଳନ କରିପାରିବେ। କିପରି ଏଇ କଥା ଚିନ୍ତା କରି ବେଶ୍ୟା ସେ ଚିନ୍ତା କଲେ ମୁଁ ଏ ଫଳ ଖାଇବି ନା ରାଜାଙ୍କୁ ଦେବି। ରାଜା ଯଦି ଏ ଫଳ ଖାଇବେ ତାହେଲେ ସେ ଦୀର୍ଘ ଆୟୁଷ ଯଦି ପ୍ରାପ୍ତ ହେଇପାରିବେ ଭାବରେ ସେ ପ୍ରଜାମାନଙ୍କୁ ପାଳନ କରିପାରିବେ ସୁଖରେ। ତେଣୁ ବେଶ୍ୟା ଏ ଫଳଟା ନେଇ ରାଜାଙ୍କ ହାତ ରାଜା ତାଙ୍କର ହାତ ଆସି ଯିବା ଯୋଉ ଚକିତ ହେଇଗଲାନି, ଏ ଫଳଟା ମୁଁ ମୋର ପ୍ରେୟସୀ ପିଙ୍ଗଳାକୁ ଦେଇଥିଲି, ଏ ଫଳ ବେଶ୍ୟାର ହାତ କେମିତି ଆସିଲା? ଆରେ ଶୁଣ କଥା ଶୁଣ କଥା ये सतो राजा चिंता कि ये बेश्या हाथ केମିତି ଆସିଲା? तो बेश्या को पचारने गला तुम्हें फल केମିତି प्राप्त हो? बेश्या कहले हे राजन मोर सुख प्रदान करती यहीपरि आपन सेनापति से यहीपरि मोर संग प्रदान करे अति सुख सबुदिन प्रदान करे। यही तो से देश पिंगला कथा कह पिंगला यहीपरि से अति सुख लाभ पदपुरुष संग देला ଆଉ ସେମାନଙ୍କ ପାଖରେ ଅର୍ଥ ନେଇ ଏହିପରି ଜୀବିକା ନିର୍ବାହ କରିବେ। ଏହି ପ୍ରସଙ୍ଗ କଥାଟା ଆସେ। ଇଏ ସେତେବେଳେ କହିଲେ ବେଶ୍ୟା କହିଲେ ହେ ରାଜନ ଆପଣଙ୍କ ସେନାପତି ଏଇ ଫଳ ମୋତେ ପ୍ରଦାନ କରିଛି। ରାଜା ଶୁଣିଦେଲେ ସେନାପତିକୁ ଡକାଇଲା। ସେନାପତି ସେତେବେଳେ କହିଲେ ସେନାପତି ଡକାଇଲା ପଚାରିଗଲା ତୁମେ ଏ ଫଳ କେମିତି ପ୍ରାପ୍ତ ହେବ? ये हाथ जोड़ ये भयभीत हो जाए सेनापति भयभीत हो कहते हे राजन ये फल आपन का रानी ये पिंगला मत से मत बहुत भल पाती से भल पाइबा ये सारू माने अवदान सारू ये फलटा मत से राजा जिते ये कथा शुणिले अरे ମୁଁ ଏ ଫଳ ଦେଲି ମୋର ରାଣୀ ପିଙ୍ଗଳାକୁ ଆଉ ତାଙ୍କୁ ଖାଇବା ପାଇଁ ଦେଲି, ସେ ନ ଖାଇକରି ତାର ଯେ ପ୍ରେମିକ ସେ ସେନାପତିକୁ ଦେଇଛି, ସେ ମୋତେ ଭଲ ପାଉନାହିଁ। ଏହିପରି ସେ ମୋତେ ଧୋକା ଦେଇଛି। ଏହିପରି ଏ ଜଗତର ପ୍ରେମଟା କିପରି ଧୋକାବାଜ ଏ ସେତେବେଳେ ତାଙ୍କର ଇଏ ଚେତନା ଉଦା ହେଇଗଲା। ଯେମିତି ପିଙ୍ଗଳାରେ ଇଏ ଉଦା ହେଇଗଲା। କୌଣସି ପୁରୁଷ ତାଙ୍କୁ ସେ ରତିସୁଖ ପ୍ରଦାନ କଲା ନାହିଁ, ସବୁ ବିମୁଖ ଚାଲିଗଲେ। ସେତେବେଳେ ପିଙ୍ଗଳା ମଧ୍ୟରୁ ଏଇ ଯାହା କଥା କୁହାଯାଏ
ୟା ଯେ ବୈରାଗ୍ୟ ଜାତ ହେଇଗଲା ଇଏ ଠିକ୍ ସେହିପରି ରାଜାଙ୍କ ମଧ୍ୟରେ ଏହିପରି ବୈରାଗ୍ୟ ଜାତ ଏ ଜଗତ ମୁଁ ଯାହାକୁ ଭଲ ପାଉଛି ମୁଁ ଆଦର୍ଶ ସହାୟକରେ ଯାହାକୁ ସେ ଫଳଟା ଦେଲି ସେ ନ ଖାଇବି ସେ ମୋତେ ଭଲ ପାଉନି ସେ ଅନ୍ୟ ଆଉ ଜଣକୁ ଭଲ ପାଉଛି ତାକୁ ଏଇ ଫଳଟା ଦେବି କିନ୍ତୁ ଇଏ ଜଗତ ପ୍ରେମଟା ସବୁ ଧୋକାବାଜି ତେଣୁ ଏହିପରି ରାଜାଙ୍କ ମନର ତୀବ୍ର ବୈରାଗ୍ୟ ଜାତ ହେଇଗଲା ସଙ୍ଗେ ସଙ୍ଗେ ରାଜ ଐଶ୍ୱର୍ଯ୍ୟ ମନପତ ପରିତ୍ୟାଗ କରି ସେ ଗୃହତ୍ୟାଗ କରି ଚାଲିଗଲେ କେଉଁଠାରେ ସେଇ ଯେ ସନ୍ନ୍ୟାସୀ ଗୋରଖନାଥ ତାଙ୍କୁ ସେଇ ଫଳ ଦେଇଥିଲେ ତାଙ୍କ ଆଶ୍ରମରେ ଉପସ୍ଥିତ ହେଇଗଲେ ତାଙ୍କ ଚରଣ ସଂସ୍ଥାନରେ ପରିଣତ ହୋଇ ସେଇ ସବୁ ପାଠ ପ୍ରାପ୍ତ କରି ତାଙ୍କ ଚରଣାଶ୍ରୟ କଲେ ତାଙ୍କ ଦ୍ୱାରା ଦୀକ୍ଷିତ ହୋଇ ଇଏ ସେତେବେଳେ ମାନେ କଠୋର ତପସ୍ୟାରତ ହେଇଗଲା କିଏ କିଏ ରାଜା ଭର୍ତ୍ତିରେ କଠୋର ତପସ୍ୟା ପ୍ରଭାବରେ ଏହିପରି ଜାଗତିକ ପ୍ରୀତି ପ୍ରେମ ତଥା କଥିତ ଧୋକାବାଜି ଏସବୁ ପ୍ରେମରୁ ଇତ୍ୟାଦି ସେ ଲିପ୍ତ ଥିଲେ ସେଥିରେ ନିଜକୁ ମୁକ୍ତ କରାଏ ଏହିପରି ବ୍ରହ୍ମଚିନ୍ତନ ନିମଗ୍ନ ହେଇଗଲେ ସେଇ ଅବସ୍ଥାରେ ସେ ତାଙ୍କର ଭିତରେ ବୈରାଗ୍ୟ ଜାତ ହେଇଥିଲା ସେଇ ବୈରାଗ୍ୟ ବିଷୟରେ ସେ 3ଟି କାବ୍ୟଗ୍ରନ୍ଥ ସେ ପ୍ରମାଣ କଲେ ଗୋଟେ ନ୍ୟାୟ ଶତକ ଆଉ ଗୋଟେ ଶୃଙ୍ଗାର ଶତକ ଆଉ ଗୋଟେ ବୈରାଗ୍ୟ ଶତକ 3ଟି କାବ୍ୟଗ୍ରନ୍ଥ 100 ଶ୍ଲୋକ ନିଜେ ରଚିତ ଏହିପରି ସେ ସ୍ୱରଚିତ 3ଟି କାବ୍ୟ ସେ ରଚନା କଲେ ନୀତିର ଉପରେ ଆଧାରିତ 100ଟି ଶ୍ଲୋକ ଏହା ହେଉଛି ନୀତି ଶତକ আর ଗୋଟେ ଶୃଙ୍ଗାର ଶତକ এই ଜାଗତିକ ଭୌତିକ ପ୍ରେମ ଏସବୁ ଧୋକାବାଜି ୟା ଉପରେ ଆଧାରିତ କରି ସେ 100 ଶ୍ଲୋକ ସମନ୍ୱିତ ଇଏ ଶତକ ଲେଖିଲେ ତାପରେ ଶୃଙ୍ଗାର ଶତକ ପ୍ରକୃତ ପ୍ରେମ ଏ ଭୌତିକ ଜଗତରେ ମିଳିବ ନାହିଁ ପ୍ରକୃତ ପ୍ରେମର ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ এই ভগবান কৃষ্ণଙ୍କ চরণ আশ্রয় ন କରି সেই ভগবানଙ୍କ ସହିତ ଏହିପରି ପ୍ରେମର ଆଦର୍ଶ ନ କରିଛେ ସେ ପର୍ଯ୍ୟନ୍ତ ସେ ନିତ୍ୟ ସୁଖ ନିତ୍ୟ ଆନନ୍ଦ ପ୍ରାପ୍ତ ହୋଇପାରିବ ନାହିଁ।